ଆଜିର ଇଭିନିଂ କୁ ଟିକେ ଏକ୍ସଟ୍ରା ସ୍ପେଶାଲ କରିବା ପାଇଁ ମୁଁ ଆଉ ମୋ ସାଙ୍ଗମାନେ ବାହାରିଛୁ ଇଭିନିଂ ଡେ ଆଉଟ୍ ରେ। ତ ଆଜି ମୁଁ କୁଆଡେ ଯାଉଛି ଚାଲନ୍ତୁ ଆଉ ଆପଣ ମାନେ ମୋ ସହ ବି ବୁଲନ୍ତୁ। ଯେହେତୁ ସାଙ୍ଗଟା ରୁମ କୁ ଆସିଥିଲା ତ ଇଚ୍ଛା ହେଲା ଟିକେ ଆଜି କୁଆଡେ ବୁଲିକି ଆସନ୍ତେ। ଖାଲି ଇଚ୍ଛା ନୁହଁ ଟିକେ କାମ ବି ଥିଲା। ତ ଯିବୁ ବୋଲି ଆମେ 3 ଜଣ ମିଶି ଗୋଟେ ଅଟୋ ବୁକ୍ କରିଦେଇଥିଲୁ। ଆଉ ଆଜି ଯୋଉ ଭଳି ଶୀତ ନା ବାବା ନା ଟପି ଖୋଲି ଜମା ମୁଁ ଆଉ ରିକ୍ସ ନେବା ପାଇଁ ଚାହୁଁନି। ମଣିମା ଏବେ ହିଁ ତ ଜ୍ୱରରୁ ଉଠିଛନ୍ତି। ଆମ ଅଟୋ ଆସି ଡାଇରେକ୍ଟ ଲ୍ୟାଣ୍ଡ ହେଲା ଭୁବନେଶ୍ୱର ଇସ୍କନ ରେ। ଆଉ ଭିତରକୁ ଯାଉ ଯାଉ ଆଳତି ପରେ ପରେ ଭଜନ କୀର୍ତ୍ତନରେ ସମସ୍ତେ ନାଚୁଥିଲେ। ଆଉ ଏଠିକାର ଇଭିନିଂ ଭାଇବ କଥା କଣ ଆଉ କହିବି, ଭାଇବ ତ ଅଛି। ସେଥିପାଇଁ ତ ସବୁ ଜାଗା ଭିତରୁ ଏଇଟା ହଉଛି ମୋର ସବୁଠୁ ବେଷ୍ଟ ପ୍ଲେସ। ଦେନ୍ କିଛି ସମୟ ବିତେଇଲା ପରେ ଆମେ ବାହାରକୁ ଆସିଥିଲୁ। ଦେନ୍ ପ୍ରଭୁଙ୍କ ପ୍ରସାଦ ପାଇ ପୁଣି ଥରେ ଚାଲିଲୁ ପାର୍ଲର ଅଭିମୁଖେ। ଆଉ ଆସିଲା ବେଳକୁ ପାର୍ଲର ଆଜି ପ୍ରବଳ ଭିଡ ଥିଲା। ଟିକେ ୱେଟ୍ କରିବା ପାଇଁ ପଡିଲା କିନ୍ତୁ ସମସ୍ତଙ୍କ କାମ କମ୍ପ୍ଲିଟ ହେଇଗଲା। ଆଉ ଠିକ ମୁଁ ପାର୍ଲରରୁ ବାହାରିଛି ନା ନାଇଁ ମୋ ସହ ଗୋଟେ ହାର୍ଟ ମେଲ୍ଟିଂ ଘଟଣାଟେ ଘଟିଗଲା। ମାନେ ଆପଣ ମାନଙ୍କର ଗୋଟି ଗୋଟି ସ୍ନେହ ଶ୍ରଦ୍ଧା ଭଲ ପାଇବାକୁ ମୁଁ କୋଉ ସିନ୍ଦୁକରେ ଲୁଚେଇକି ରଖିବି ସେ ସିନ୍ଦୁକର ଚାବି ମୁଁ ପାଉନି। ସତରେ ଆପଣ ମାନେ କେବଳ ମୋ ଦର୍ଶକ ନୁହନ୍ତି, ମୋ ପାଇଁ ଭଗବାନ ଆଉ ପରିବାର ସଦୃଶ୍ୟ। ଆପଣ ମାନେ ମତେ ଯେତିକି ଭଲ ପାଉଛନ୍ତି ମୁଁ ବି ଆପଣ ମାନଙ୍କୁ ସେତିକି ହିଁ ଭଲ ପାଏ। ଆଉ ଆଜି ମୁଁ ଆପଣ ମାନଙ୍କୁ କଥା ଦଉଛି ଯଦି ଆକ୍ଚୁଆଲି ମୁଁ ମୋ ଜୀବନରେ କିଛି କରେ ତାହେଲେ ଏ ସନ୍ଧ୍ୟା ଆପଣ ମାନଙ୍କ ପାଖରେ ନିଶ୍ଚୟ ଠିଆ ହବ। ଆଜିର ସନ୍ଧ୍ୟା ସାଙ୍ଗମାନଙ୍କ ସହ ଯେତିକି ସ୍ପେଶାଲ ଥିଲା କିଛି ମୋମେଣ୍ଟ ତାକୁ ଆହୁରି ସ୍ପେଶାଲ କରିଦେଲା। ଥ୍ୟାଙ୍କ ୟୁ ସୋ ମଚ୍। ମୁଁ ଜାଣିଛି ଆପଣ ମାନେ ମତେ ବହୁତ ଭଲ ପାଆନ୍ତି ଆଉ ମୋ ଚ୍ୟାନେଲରେ ବହୁତ ଜଲ୍ଦି 1,00,000 ସବସ୍କ୍ରାଇବ ବି କରିଦେବେ। କଣ ଠିକ କହିଲି ନା?